ଜିହିଜିକଲ ଅଧ୍ୟାୟ 45। ଆହୁରି ଯେଉଁ ସମୟରେ ତୁମ୍ଭେମାନେ ଉତ୍ତରାଧିକାର ନିମନ୍ତେ ଗୁଲିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ, ସେ ସମୟରେ ଦେଶର ଏକ ପବିତ୍ର ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ରୂପେ ଉତ୍ସର୍ଗ କରିବ। ତହିଁର ଦୀର୍ଘତା 25,000 ଓ ପ୍ରସ୍ଥ 10,000 ନଳ ହେବ। ତାହା ଚତୁର୍ଦିଗରେ ତହିଁର ସମସ୍ତ ସୀମା ମଧ୍ୟରେ ପବିତ୍ର ହେବ। ତହିଁ ମଧ୍ୟରୁ 500 ନଳ ଦୀର୍ଘ, 500 ନଳ ପ୍ରସ୍ଥ, ସମଚତୁଷ୍କୋଣ ହୋଇ ପବିତ୍ର ସ୍ଥାନ ନିମନ୍ତେ ରହିବ ଓ ଚାରିଆଡ଼େ 50 ହାତ ପରିମିତ ତଳଭୂମି ରହିବ। ଆଉ ଏହି ପରିମିତ ଅଂଶରୁ ତୁମ୍ଭେ 25,000 ନଳ ଦୀର୍ଘ ଓ 10,000 ନଳ ପ୍ରସ୍ଥ ଭୂମି ମାପିବ। ପୁଣି ତହିଁ ମଧ୍ୟରେ ଧର୍ମଧାମ ମହାପବିତ୍ର ସ୍ଥାନ ହେବ। ଦେଶର ଏହି ଅଂଶ ପବିତ୍ର ଅଟେ। ଯେଉଁ ଯାଜକମାନେ ପବିତ୍ର ସ୍ଥାନର ପରିଚାରକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ପାଇଁ ନିକଟକୁ ଆସନ୍ତି, ଏହି ସ୍ଥାନ ସେମାନଙ୍କର ହେବ ଓ ଏହା ସେମାନଙ୍କ ଗୃହ ନିର୍ମାଣର ସ୍ଥାନ ଓ ଧର୍ମଧାମର ନିମନ୍ତେ ପବିତ୍ର ସ୍ଥାନ ହେବ। ପୁଣି 25,000 ନଳ ଦୀର୍ଘ ଓ 10,000 ନଳ ପ୍ରସ୍ଥ ଭୂମି 20 କୋଠରୀ ସକାଶୁ ଗୃହର ପରିଚାରକ ଲେବୀୟମାନଙ୍କର ଅଧିକାରାର୍ଥେ ହେବ। ଆଉ ନଗରର ଅଧିକାର ନିମନ୍ତେ ତୁମ୍ଭେମାନେ ପବିତ୍ର ଉପହାର ରୂପ ଅଂଶର ପାଖେ ପାଖେ 5,000 ନଳ ପ୍ରସ୍ଥ ଓ 25,000 ନଳ ଦୀର୍ଘ ଭୂମି ନିରୂପଣ କରିବ। ତାହା ସମୁଦାୟ ଇସ୍ରାଏଲ ବଂଶର ନିମନ୍ତେ ହେବ। ପୁଣି ଅଧିପତିର ନିମନ୍ତେ ଯାହା ହେବ, ସେ ଭୂମି ପବିତ୍ର ଉପହାର ଓ ନଗର ଅଧିକାର ଭୂମିର ଏ ପାଖରେ ଓ ସେ ପାଖରେ ରହିବ। ତାହା ପବିତ୍ର ଉପହାରର ଓ ନଗର ଅଧିକାରର ସମ୍ମୁଖବର୍ତ୍ତୀ ହୋଇ ପଶ୍ଚିମ ପାର୍ଶ୍ୱରେ ପଶ୍ଚିମ ଆଡ଼େ ଓ ପୂର୍ବ ପାର୍ଶ୍ୱରେ ପୂର୍ବ ଆଡ଼େ ବିସ୍ତୃତ ହେବ। ଆଉ ତାହା ଦୀର୍ଘତାରେ ପଶ୍ଚିମ ସୀମାଠାରୁ ପୂର୍ବ ସୀମା ପର୍ଯ୍ୟନ୍ତ ଅଂଶମାନର ମଧ୍ୟରୁ ଏକ ଅଂଶର ସମାନ ହେବ। ଏହା ଦେଶ ମଧ୍ୟରେ ତାହାର ଅର୍ଥାତ୍ ଇସ୍ରାଏଲ ମଧ୍ୟରେ ତାହାର ଅଧିକାରାର୍ଥେ ହେବ। ପୁଣି ଆମ୍ଭର ଅଧିପତିମାନେ ଆମ୍ଭ ଲୋକମାନଙ୍କ ପ୍ରତି ଆଉ ଉପଦ୍ରବ କରିବେ ନାହିଁ, ମାତ୍ର ଇସ୍ରାଏଲ ବଂଶକୁ ସେମାନଙ୍କର ଗୋଷ୍ଠୀ ଅନୁସାରେ ଦେଶ ଦେବେ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ଇସ୍ରାଏଲର ଅଧିପତିମାନେ, ତୁମ୍ଭମାନଙ୍କ ନିମନ୍ତେ ଏହା ଯଥେଷ୍ଟ ହେଉ। ତୁମ୍ଭେମାନେ ଦୌରାତ୍ମ୍ୟ ଓ ଧନାପହାର ଦୂର କର, ଆଉ ନ୍ୟାୟ ଓ ଯଥାର୍ଥ ବିଚାର କର। ତୁମ୍ଭେମାନେ ଆମ୍ଭ ଲୋକମାନଙ୍କଠାରୁ ବଳପୂର୍ବକ ଅପହରଣ କରିବାର ଦୂର କର। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ତୁମ୍ଭେମାନେ ଯଥାର୍ଥ ତରାଜୁ ଓ ଯଥାର୍ଥ ଐଫା ଓ ଯଥାର୍ଥ ବାତ୍ ରଖିବ। ବାତ୍ ଯେପରି ହୋମରର ଦଶମାଂଶ ହେବ ଓ ଐଫା ହୋମରର ଦଶମାଂଶ ହେବ, ଏଥିପାଇଁ ଐଫା ଓ ବାତ୍ର ଏକ ସମାନ ପରିମାଣ ହେବ। ତହିଁର ପରିମାଣ ହୋମର ଅନୁସାରେ ହେବ। ପୁଣି ସେକଲ 20 ଗେରା ହେବ। 20 ସେକଲ, 25 ସେକଲ, 15 ସେକଲ ତୁମ୍ଭମାନଙ୍କର ମାନି ହେବ। ତୁମ୍ଭେମାନେ ଏହି ଉପହାର ଉତ୍ସର୍ଗ କରିବ। ଗହମର 1 ହୋମରରୁ 1 ଐଫାର ଷଷ୍ଠାଂଶ ଓ ଯବର 1 ହୋମରରୁ 1 ଐଫାର ଷଷ୍ଠାଂଶ ଦେବ। ପୁଣି ବାତ୍ ସମ୍ବନ୍ଧୀୟ ତୈଳର ନିରୂପିତ ଅଂଶ କୋରରୁ 1 ବାତ୍ର ଦଶମାଂଶ ହେବ। କୋର 10 ବାତ୍, ଅର୍ଥାତ୍ 1 ହୋମର, କାରଣ 10 ବାତ୍ରେ 1 ହୋମର ହୁଏ। ଆଉ ଇସ୍ରାଏଲର ଉତ୍ତମ ଚରାଣୀ ସ୍ଥାନରୁ
ପଲର 200 ମେଷ ମଧ୍ୟରୁ 1 ମେଷ ନେବ, ତାହା ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଭକ୍ଷ୍ୟ ନୈବେଦ୍ୟ ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ହେବ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଦେଶର ସମସ୍ତ ଲୋକ ଇସ୍ରାଏଲର ଅଧିପତିର ଏହି ଉପହାର ନିମନ୍ତେ ଦେବେ। ପୁଣି ପର୍ବାଦିରେ ଓ ଅମାବାସ୍ୟାରେ ଓ ବିଶ୍ରାମବାର ସକଳରେ, ଇସ୍ରାଏଲ ବଂଶର ସକଳ ନିରୂପିତ ପର୍ବ ସମୟରେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ଉତ୍ସର୍ଗ କରିବାର ଅଧିପତିର ବାଣ୍ଟ ହେବ। ସେ ଇସ୍ରାଏଲ ବଂଶ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ଓ ଭକ୍ଷ୍ୟ ନୈବେଦ୍ୟ, ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ପ୍ରଥମ ମାସର ପ୍ରଥମ ଦିନ ତୁମ୍ଭେ ଏକ ନିର୍ଦ୍ଦୋଷ ଗୋବତ୍ସ ନେଇ ପବିତ୍ର ସ୍ଥାନ ଶୁଚି କରିବ। ପୁଣି ଯାଜକ ପାପାର୍ଥକ ବଳିର ରକ୍ତରୁ କିଛି ନେଇ ଗୃହର ଚୌକାଠମାନର ଉପରେ ଓ ଯଜ୍ଞବେଦୀ ଥାକର ଚାରି କୋଣର ଉପରେ ଆଉ ଭିତର ପ୍ରାଙ୍ଗଣର ଦ୍ୱାର ଚୌକାଠର ଉପରେ ଲଗାଇବ। ଆଉ ଯେ ପ୍ରତ୍ୟେକ ଲୋକ ଭ୍ରାନ୍ତିରେ କୌଣସି କାର୍ଯ୍ୟ କରେ, ତାହାର ପାଇଁ ଓ ଯେଉଁ ଲୋକ ଅସତର୍କ, ତାହାର ପାଇଁ ତୁମ୍ଭେ ମାସର ସପ୍ତମ ଦିନରେ ଏହି ପ୍ରକାର କରିବ। ଏ ରୂପେ ତୁମ୍ଭେମାନେ ଗୃହ ନିମନ୍ତେ ପ୍ରାୟଶ୍ଚିତ କରିବ। ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ତୁମ୍ଭମାନଙ୍କ ନିସ୍ତାର ପର୍ବ ହେବ। ତାହା 7 ଦିନର ପର୍ବ ହେବ। ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ। ପୁଣି ସେହିଦିନ ଅଧିପତି ଆପଣା ନିମନ୍ତେ ଓ ଦେଶସ୍ଥ ସକଳ ଲୋକଙ୍କ ନିମନ୍ତେ ପାପାର୍ଥକ ବଳି ରୂପେ ଏକ ବୃଷ ଉତ୍ସର୍ଗ କରିବେ। ଆଉ ପର୍ବର 7 ଦିନ ଯାଏ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଉତ୍ସର୍ଗ କରିବେ। 7 ଦିନ ଯାଏ ପ୍ରତିଦିନ ନିର୍ଦ୍ଦୋଷ 7 ବୃଷ ଓ 7 ମେଷ ଆଉ ପାପାର୍ଥକ ବଳି ରୂପେ ପ୍ରତିଦିନ ଏକ ଛାଗ ଉତ୍ସର୍ଗ କରିବେ। ପୁଣି ସେ ଏକ ବୃଷ ସଙ୍ଗେ ଏକ ଐଫା ଓ ଏକ ମେଷ ସଙ୍ଗେ ଏକ ଐଫା ଓ ପ୍ରତ୍ୟେକ ଐଫା ସଙ୍ଗେ ଏକ ହିନ୍ ତୈଳର ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବେ। ସପ୍ତମ ମାସର 15 ଦିନ ପର୍ବ ସମୟରେ ସେ 7 ଦିନ ଯାଏ ଏହି ରୂପ ଅର୍ଥାତ୍ ପାପାର୍ଥକ ବଳିର ଓ ହୋମାର୍ଥକ ବଳିର ଓ ଭକ୍ଷ୍ୟ ନୈବେଦ୍ୟର ଆଉ ତୈଳଦାନର ବିଧି ଅନୁଯାୟୀ ଉତ୍ସର୍ଗ କରିବେ। ଜିହିଜିକଲ ଅଧ୍ୟାୟ 46। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଭିତର ପ୍ରାଙ୍ଗଣର ପୂର୍ବାଭିମୁଖ ଦ୍ୱାର କାର୍ଯ୍ୟ କରିବାର 6 ଦିନ ଯାକ ବନ୍ଦ ରହିବ। ମାତ୍ର ବିଶ୍ରାମ ଦିନ ଖୋଲା ହେବ ଓ ଅମାବାସ୍ୟା ଦିନ ଖୋଲା ହେବ। ପୁଣି ଅଧିପତି ବାହାର ଦ୍ୱାରର ବରଣ୍ଡା ପଥ ଦେଇ ପ୍ରବେଶ କରି ଦ୍ୱାର ଚୌଖାଟ ନିକଟରେ ଠିଆ ହେବେ ଓ ଯାଜକମାନେ ତାଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ଆଉ ସେ ଦ୍ୱାର ପ୍ରବେଶ ସ୍ଥାନରେ ପ୍ରଣାମ କରିବେ ଓ ତହିଁ ଉତ୍ତାରେ ବାହାରିଯିବେ। ମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ କରାଯିବ ନାହିଁ। ଆଉ ଦେଶର ଲୋକମାନେ ବିଶ୍ରାମ ବାରରେ ଓ ଅମାବାସ୍ୟାରେ ସେହି ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରଣାମ କରିବେ। ପୁଣି ଅଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ହୋମବଳି ଉତ୍ସର୍ଗ କରିବେ, ତାହା ବିଶ୍ରାମ ଦିନରେ ନିର୍ଦ୍ଦୋଷ 6 ଗୋଟି ମେଷ ଶାବକ ଓ ନିର୍ଦ୍ଦୋଷ 1 ଗୋଟି ମେଷ ହେବ। ଆଉ ଭକ୍ଷ୍ୟ ନୈବେଦ୍ୟ ରୂପେ ମେଷ ସଙ୍ଗେ 1 ଐଫା ଦେବେ
ଓ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଭକ୍ଷ୍ୟ ନୈବେଦ୍ୟ ଦେବେ। ପୁଣି ଏକ ଏକ ଐଫା ପାଇଁ ଏକ ଏକ ହିନ୍ ତୈଳ ଦେବେ। ଆଉ ଅମାବାସ୍ୟା ଦିନ ହୋମବଳି ନିମନ୍ତେ ଏକ ନିର୍ଦ୍ଦୋଷ ଗୋବତ୍ସ ହେବ ଓ 6 ମେଷଶାବକ ଓ 1 ମେଷ ହେବ। ଏସବୁ ନିର୍ଦ୍ଦୋଷ ହେବେ। ଆଉ ସେ ଭକ୍ଷ୍ୟ ନୈବେଦ୍ୟ ରୂପେ ଗୋବତ୍ସ ସଙ୍ଗେ 1 ଐଫା, ମେଷ ସଙ୍ଗେ 1 ଐଫା ଓ ମେଷଶାବକମାନଙ୍କ ସଙ୍ଗେ ଆପଣା ଶକ୍ତି ଅନୁସାରେ ଦେବେ। ଆଉ 1 ଏକ ଐଫା ପାଇଁ 1 ଏକ ହିନ୍ ତୈଳ ଦେବେ। ପୁଣି ଅଧିପତି ଯେତେବେଳେ ପ୍ରବେଶ କରିବେ, ସେତେବେଳେ ସେ ଦ୍ୱାର ବରଣ୍ଡା ପଥ ଦେଇ ଭିତରେ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରିଯିବେ। ମାତ୍ର ନିରୂପିତ ପର୍ବମାନର ସମୟରେ ଯେତେବେଳେ ଦେଶର ଲୋକମାନେ ସଦାପ୍ରଭୁଙ୍କ ଛାମୁକୁ ଆସିବେ, ସେତେବେଳେ ଯେଉଁ ଲୋକ ପ୍ରଣାମ କରିବା ପାଇଁ ଉତ୍ତର ଦ୍ୱାରର ପଥ ଦେଇ ଭିତରକୁ ଆସେ, ସେ ଦକ୍ଷିଣ ଦ୍ୱାରର ପଥ ଦେଇ ବାହାରିଯିବ ଓ ଯେଉଁ ଲୋକ ଦକ୍ଷିଣ ଦ୍ୱାର ଦେଇ ଭିତରେ ପ୍ରବେଶ କରେ, ସେ ଉତ୍ତର ଦ୍ୱାରର ପଥ ଦେଇ ବାହାରିଯିବ। ସେ ଯେଉଁ ଦ୍ୱାରର ପଥ ଦେଇ ଭିତରକୁ ଆସିଲା, ସେହି ପଥ ଦେଇ ଫେରିବ ନାହିଁ, ମାତ୍ର ଆପଣା ସମ୍ମୁଖସ୍ଥ ପଥ ଦେଇ ବାହାରିଯିବ। ପୁଣି ଲୋକମାନେ ଯେତେବେଳେ ଭିତରକୁ ଯିବେ, ସେତେବେଳେ ଅଧିପତି ସେମାନଙ୍କ ମଧ୍ୟରେ ଥାଇ ଭିତରକୁ ଯିବେ ଓ ବାହାରିଯିବା ବେଳେ ସେମାନେ ଏକତ୍ର ହୋଇ ବାହାରିଯିବେ। ଆଉ ପର୍ବ ଓ ଉତ୍ସବାଦୀ ସମୟରେ ଭକ୍ଷ୍ୟ ନୈବେଦ୍ୟ ରୂପେ 1 ଗୋବତ୍ସ ସଙ୍ଗେ 1 ଐଫା ଓ 1 ମେଷ ସଙ୍ଗେ 1 ଐଫା, ଆଉ ମେଷଶାବକମାନଙ୍କ ସଙ୍ଗେ ସେ ଆପଣା ଶକ୍ତି ଅନୁସାରେ ଓ 1 ଏକ ଐଫା ସଙ୍ଗେ 1 ଏକ ହିନ୍ ତୈଳ ଦେବେ। ପୁଣି ଅଧିପତି ଯେତେବେଳେ ସ୍ୱଚ୍ଛାଦତ୍ତ ଉପହାର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଅବା ମଙ୍ଗଳାର୍ଥକ ବଳି ସ୍ୱଚ୍ଛାଦତ୍ତ ଉପହାର ରୂପେ ଉତ୍ସର୍ଗ କରିବେ, ସେତେବେଳେ ତାଙ୍କ ପାଇଁ ପୂର୍ବାଭିମୁଖ ଦ୍ୱାର ଫିଟାଯିବ। ଆଉ ସେ ବିଶ୍ରାମ ଦିନରେ ଯେପରି କରନ୍ତି, ସେପରି ଆପଣା ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହୁଁ ସେ ବାହାରିଯିବେ ଓ ବାହାରିଗଲା ଉତ୍ତାରେ ଦ୍ୱାର ବନ୍ଦ କରାଯିବ। ପୁଣି ତୁମ୍ଭେ ପ୍ରତିଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ 1 ବର୍ଷୀୟ ନିର୍ଦ୍ଦୋଷ 1 ମେଷଶାବକ ଉତ୍ସର୍ଗ କରିବ। ପ୍ରତି ପ୍ରଭାତ ତୁମ୍ଭେ ତାହା ଉତ୍ସର୍ଗ କରିବ। ଆଉ ତହିଁ ସଙ୍ଗେ ତୁମ୍ଭେ ପ୍ରତି ପ୍ରଭାତ ଭକ୍ଷ୍ୟ ନୈବେଦ୍ୟ ରୂପେ 1 ଐଫାର ଷଷ୍ଠାଂଶ ଓ ସରୁ ମଇଦାକୁ ତିନ୍ତାଇବା ପାଇଁ 1 ହିନ୍ର ତୃତୀୟାଂଶ ତୈଳ ଉତ୍ସର୍ଗ କରିବ। ଏହା ନିତ୍ୟସ୍ଥାୟୀ ବିଧି ଅନୁସାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚିରକାଳୀନ ଭକ୍ଷ୍ୟ ନୈବେଦ୍ୟ ଅଟେ। ଏହି ରୂପେ ଲୋକମାନେ ନିତ୍ୟ ହୋମବଳି ରୂପେ ପ୍ରତି ପ୍ରଭାତ ମେଷ, ଭକ୍ଷ୍ୟ ନୈବେଦ୍ୟ ଓ ତୈଳ ଉତ୍ସର୍ଗ କରିବେ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଅଧିପତି ଯେବେ ଆପଣା ପୁତ୍ରଗଣ ମଧ୍ୟରୁ କାହାକୁ କିଛି ଦାନ କରନ୍ତି, ତେବେ ତାହା ତାଙ୍କ ଉତ୍ତରାଧିକାର, ତାହା ତାଙ୍କ ପୁତ୍ରଗଣର ହେବ। ସେମାନେ ଉତ୍ତରାଧିକାର କ୍ରମେ ତାହା ଭୋଗ କରିବେ। ମାତ୍ର ସେ ଯେବେ ଆପଣାର ଦାସମାନଙ୍କ ମଧ୍ୟରୁ ଜଣକୁ ଆପଣା ଉତ୍ତରାଧିକାରରୁ କିଛି ଦାନ କରନ୍ତି, ତେବେ ତାହା ମୁକ୍ତିବର୍ଷ ପର୍ଯ୍ୟନ୍ତ ତାହାର ହେବ। ତହିଁ ଉତ୍ତାରେ ତାହା ଅଧିପତିଙ୍କର ହେବ। ତାଙ୍କ ଉତ୍ତରାଧିକାରିତ୍ୱ କେବଳ ତାଙ୍କ ପୁତ୍ରଗଣର ହେବ। ଆହୁରି ଅଧିପତି ଲୋକମାନଙ୍କୁ ସେମାନଙ୍କ ଅଧିକାରରୁ ଚ୍ୟୁତ କରିବା ନିମନ୍ତେ
ସେମାନଙ୍କ ଉତ୍ତରାଧିକାର ହରଣ କରିବେ ନାହିଁ। ଆମ୍ଭର ଲୋକମାନେ ଆପଣା ଆପଣା ଅଧିକାରରୁ ଯେପରି ଛିନ୍ନ ଭିନ୍ନ ହୋଇ ନ ଯାଆନ୍ତି, ଏଥିପାଇଁ ସେ ଆପଣା ଅଧିକାର ମଧ୍ୟରୁ ଆପଣା ପୁତ୍ରମାନଙ୍କୁ ଉତ୍ତରାଧିକାର ଦାନ କରିବେ। ଏଉତାରେ ସେ ଦ୍ୱାରପାର୍ଶ୍ୱସ୍ଥ ପ୍ରବେଶ ପଥ ଦେଇ ମୋତେ ଯାଜକମାନଙ୍କର ଉତ୍ତରାଭିମୁଖ ପବିତ୍ର କୋଠରୀ ଶ୍ରେଣୀକି ଆଣିଲେ। ଆଉ ଦେଖ, ସେଠାରେ ପଶ୍ଚିମ ଦିଗର ପଶ୍ଚାତ୍ ଭାଗରେ ଏକ ସ୍ଥାନ ଥିଲା। ପୁଣି ସେ ମୋତେ କହିଲେ, ଏହି ସ୍ଥାନରେ ଯାଜକମାନେ ଦୋଷାର୍ଥକ ବଳି ଓ ପାପାର୍ଥକ ବଳି ସିଦ୍ଧ କରିବେ ଓ ଭକ୍ଷ୍ୟ ନୈବେଦ୍ୟ ପାକ କରିବେ। ସେମାନେ ଲୋକମାନଙ୍କୁ ଶୁଚି କରିବା ନିମନ୍ତେ ବାହାର ପ୍ରାଙ୍ଗଣକୁ ତାହା ସବୁ ଆଣିବେ ନାହିଁ। ଏଉତାରେ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣି ସେହି ପ୍ରାଙ୍ଗଣର ଚାରି କୋଣ ଦେଇ ଗମନ କରାଇଲେ। ଆଉ ଦେଖ, ସେହି ପ୍ରାଙ୍ଗଣର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ପ୍ରାଙ୍ଗଣ ଥିଲା। ପ୍ରାଙ୍ଗଣର ଚାରି କୋଣରେ 40 ହାତ ଦୀର୍ଘ ଓ 30 ହାତ ପ୍ରସ୍ଥ ପ୍ରାଚୀର ବେଷ୍ଟିତ ଏକ ଏକ ପ୍ରାଙ୍ଗଣ ଥିଲା। କୋଣମାନର ଏହି ଚାରି ପ୍ରାଙ୍ଗଣର ସମାନ ମାପ ଥିଲା। ପୁଣି ସେହି ଚାରିର ଭିତର ଚାରିଆଡ଼େ ଏକ ଏକ ଧାଡ଼ି ଗାନ୍ଥୁନି ଥିଲା। ଆଉ ସେହିସବୁ ଧାଡ଼ିର ତଳେ ଚାରିଆଡ଼େ ପାକ ସ୍ଥାନ ନିର୍ମିତ ହୋଇଥିଲା। ଏଥିରେ ସେ ମୋତେ କହିଲେ, ଏସବୁ ପାକ ଗୃହ। ଏ ସ୍ଥାନରେ ଗୃହର ପରିଚାରକମାନେ ଲୋକମାନଙ୍କ ବଳି ସିଦ୍ଧ କରିବେ। ଜିହିଜିକଲ୍ ଅଧ୍ୟାୟ 47। ଅନନ୍ତର ସେ ମୋତେ ଫେରାଇ ଗୃହର ଦ୍ୱାର ନିକଟକୁ ଆଣିଲେ। ଆଉ ଦେଖ, ଗୃହ ପ୍ରବେଶ ସ୍ଥାନର ତଳରୁ ଜଳ ନିର୍ଗତ ହୋଇ ପୂର୍ବ ଦିଗରେ ବହିଲା। କାରଣ ଗୃହର ଅଗ୍ରଭାଗ ପୂର୍ବାଭିମୁଖ ଥିଲା। ଆଉ ସେହି ଜଳ ତଳରୁ ଗୃହର ଦକ୍ଷିଣ ପାର୍ଶ୍ୱ ଦେଇ ଯଜ୍ଞବେଦୀର ଦକ୍ଷିଣ ଦିଗରେ ବହିଲା। ତେବେ ସେ ମୋତେ ଉତ୍ତର ଦ୍ୱାରର ପଥ ଦେଇ ବାହାର କରାଇ ଆଣିଲେ। ଆଉ ବାହାର ପଥ ଦେଇ ବୁଲାଇ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ବାହାର ଦ୍ୱାରକୁ ନେଇଗଲେ। ଆଉ ଦେଖ, ସେ ସ୍ଥାନରେ ଦକ୍ଷିଣ ପାର୍ଶ୍ୱରେ ଜଳ ବହୁଥିଲା। ସେହି ବ୍ୟକ୍ତି ଯେତେବେଳେ ପରିମାପକ ରଜୁ ଆପଣା ହସ୍ତରେ ଧରି ପୂର୍ବ ଆଡ଼େ ବାହାରିଲେ, ସେତେବେଳେ ସେ 1000 ହାତ ମାପିଲେ। ପୁଣି ମୋତେ ଜଳ ମଧ୍ୟ ଦେଇ ଗମନ କରାଇଲେ। ଜଳ ବଳାଗଣ୍ଠି ସରିକି ହେଲା। ପୁନର୍ବାର ସେ 1000 ହାତ ମାପିଲେ ଓ ମୋତେ ଜଳ ମଧ୍ୟ ଦେଇ ଗମନ କରାଇଲେ। ଜଳ ଆଣ୍ଠୁ ସରିକି ହେଲା। ପୁନର୍ବାର ସେ 1000 ହାତ ମାପିଲେ, ଜଳ ମଧ୍ୟ ଦେଇ ମୋତେ ଗମନ କରାଇଲେ। ଜଳ କଟି ସରିକି ହେଲା। ତହିଁ ଉତ୍ତାରେ ସେ 1000 ହାତ ମାପିଲେ, ସେତେବେଳେ ତାହା ଗୋଟିଏ ନଦୀ ହେଲା। ମୁଁ ତହିଁ ମଧ୍ୟ ଦେଇ ଗମନ କରିପାରିଲି ନାହିଁ, କାରଣ ଜଳ ବଢ଼ି ଉଠିଥିଲା। ତାହା ପହଁରିବା ଭଳି ଜଳ, ପାର ହେବାକୁ ଅଗମ୍ୟ ନଦୀ ହୋଇଥିଲା। ପୁଣି ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ତୁମ୍ଭେ କି ଏହା ଦେଖିଲ? ତହିଁରେ ସେ ମୋତେ ଫେରାଇ ନଦୀ ତୀରକୁ ଆଣିଲେ। ମୁଁ ଫେରି ଆସିଲା ବେଳେ ଦେଖ, ନଦୀ ତୀରର ଏ ପାଖରେ ଓ ସେ ପାଖରେ ଅନେକ ଅନେକ ବୃକ୍ଷ ଥିଲା। ତହିଁରେ ସେ ମୋତେ କହିଲେ, ଏହି ଜଳ ସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି ଓ ତାହା ଗଡ଼ି ଆରବାକୁ ଯିବ, ଆଉ ତାହା ସମୁଦ୍ର ଆଡ଼କୁ ଯିବ। ଯେଉଁ ଜଳ ସବୁ ନିର୍ଗତ ହେଲା, ତାହା ସବୁ ସମୁଦ୍ରରେ ପ୍ରବେଶ କରିବ। ତହୁଁ ସେ ଜଳ ଉତ୍ତମ ହେବ। ପୁଣି ଏହି ନଦୀ ସବୁ ଯେ ସକଳ ସ୍ଥାନ ଦେଇ ବହିବ, ସେ ସ୍ଥାନସ୍ଥିତ ବହୁ ସଂଖ୍ୟକ ଜୀବଜନ୍ତୁ ସବୁ ବଞ୍ଚିବେ ଓ ସେ ସ୍ଥାନରେ ଅପାର ମତ୍ସ୍ୟ ହେବେ। କାରଣ ଏହି ସବୁ ଜଳ ସେ ସ୍ଥାନକୁ ଆସିଅଛି ଓ
ଓ ସମୁଦ୍ରର ଜଳ ଉତ୍ତମ ହେବ, ଆଉ ଯେକୌଣସି ସ୍ଥାନ ଦେଇ ଏହି ନଦୀ ବହେ, ସେ ସ୍ଥାନର ସକଳ ହିଁ ସଞ୍ଜୀବିତ ହେବେ। ଆଉ ତହିଁ ନିକଟରେ ମତ୍ସ୍ୟଧାରୀମାନେ ଠିଆ ହେବେ। ଐନ୍ ଗଦିଠାରୁ ଐନ୍ ଇଗୁଇମ୍ ପର୍ଯ୍ୟନ୍ତ ଜାଲ ପ୍ରସାରିବାର ସ୍ଥାନ ହେବ, ଓ ମତ୍ସ୍ୟ ସବୁ ଶୋ ଶୋ ଜାତି ଅନୁସାରେ ମହାସମୁଦ୍ରର ମତ୍ସ୍ୟନ୍ୟାୟ ସଂଖ୍ୟାରେ ଅତିଶୟ ହେବେ। ମାତ୍ର ତହିଁର ପଙ୍କ ସ୍ଥାନ ଓ ଝିଲଭୂମି ସକଳ ଉତ୍ତମ ହେବ ନାହିଁ, ସେ ସବୁ ଲବଣ ପାଇଁ ସମର୍ପିତ ହେବ। ଆଉ ନଦୀ ନିକଟରେ ତହିଁର ତୀର ଉପରେ ଏ ପାଖରେ ଓ ସେ ପାଖରେ ସର୍ବପ୍ରକାର ଭୋଜନାର୍ଥ ଫଳବୃକ୍ଷ ହେବ। ତହିଁର ପତ୍ର ମଳିନ ହେବ ନାହିଁ, କିମ୍ବା ତହିଁର ଫଳର ଅଭାବ ହେବ ନାହିଁ। ସେହି ଜଳ ସବୁ ପବିତ୍ର ସ୍ଥାନରୁ ନିର୍ଗତ ହେବା ହେତୁରୁ ବୃକ୍ଷ ପ୍ରତି ମାନ ନୂତନ ଫଳ ଫଳିବ, ଓ ତହିଁର ଫଳ ଆହାରାର୍ଥେ ଓ ତହିଁର ପତ୍ର ଆରୋଗ୍ୟାର୍ଥେ ହେବ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ତୁମ୍ଭେମାନେ ଇସ୍ରାଏଲ ବଂଶର 12 ଗୋଷ୍ଠୀର ଅନୁସାରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋସେଫ 1ରୁ ଅଧିକ ଅଂଶ ପାଇବ, ଆଉ ତୁମ୍ଭମାନଙ୍କର 1 ଯେପରି ଅନ୍ୟ ସେପରି ତାହା ଉତ୍ତରାଧିକାର ରୂପେ ପାଇବ। ତଦ୍ ବିଷୟରେ ତୁମ୍ଭମାନଙ୍କର ପିତୃପୁରୁଷମାନଙ୍କୁ ତାହା ଦେବା ପାଇଁ ଆମ୍ଭେ ଆପଣା ହସ୍ତ ଉଠାଇଲୁ, ଓ ଏହି ଦେଶ ଉତ୍ତରାଧିକାର ନିମନ୍ତେ ତୁମ୍ଭମାନଙ୍କର ହେବ। ପୁଣି ଦେଶର ସୀମା ଏହି ହେବ। ଉତ୍ତର ଦିଗରେ ହିତଲୋନ୍ ପଥ ନିକଟସ୍ଥ ମହାସମୁଦ୍ରଠାରୁ ସଦାଦର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ହମାତ, ବରୋଥା, ଦମେଶକର ଓ ହମାତର ସୀମାର ମଧ୍ୟସ୍ଥିତ ସିବ୍ରଇମ୍, ହୌରନର ସୀମା ନିକଟସ୍ଥ ହତ୍ସର ହତିକୋନ, ପୁଣି ସମୁଦ୍ରଠାରୁ ସୀମା ଦମେଶକ ସୀମା ନିକଟସ୍ଥ ହତ୍ସର ଐନନ ହେବ। ଆଉ ଉତ୍ତର ଦିଗରେ ଉତ୍ତରରେ ହମାତର ସୀମା, ଏହା ଉତ୍ତର ସୀମା। ଆଉ ପୂର୍ବ ଦିଗରେ ହୌରନ, ଦମେଶକ ଓ ଗିଲିୟଦ, ଆଉ ଇସ୍ରାଏଲ ଦେଶର ମଧ୍ୟବର୍ତ୍ତୀ ଜର୍ଦ୍ଦନ ହେବ। ତୁମ୍ଭେମାନେ ଉତ୍ତର ସୀମାରୁ ପୂର୍ବ ସମୁଦ୍ର ପର୍ଯ୍ୟନ୍ତ ମାପିବ, ଏହା ପୂର୍ବ ସୀମା। ଆଉ ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରିବତ କାଦେଶସ୍ଥ ଜଳ, ମିଶ୍ରର ସ୍ରୋତମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ, ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା। ପୁଣି ଦକ୍ଷିଣ ସୀମାଠାରୁ ହମାତର ସମ୍ମୁଖ ସ୍ଥାନ ପର୍ଯ୍ୟନ୍ତ ମହାସମୁଦ୍ର ପଶ୍ଚିମ ସୀମା ହେବ, ଏହା ପଶ୍ଚିମ ସୀମା। ଏହି ରୂପେ ତୁମ୍ଭେମାନେ ଇସ୍ରାଏଲର ଗୋଷ୍ଠୀ ଅନୁସାରେ ଆପଣାମାନଙ୍କ ମଧ୍ୟରେ ଏହି ଦେଶ ବିଭାଗ କରିବ। ପୁଣି ତୁମ୍ଭେମାନେ ଆପଣାମାନଙ୍କର ଓ ଯେଉଁ ବିଦେଶୀ ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରନ୍ତି ଓ ତୁମ୍ଭମାନଙ୍କ ମଧ୍ୟରେ ସନ୍ତାନ ସନ୍ତତି ଉତ୍ପନ୍ନ କରିବେ, ସେମାନଙ୍କର ଉତ୍ତରାଧିକାର ନିମନ୍ତେ ଗୁଳିବାଣ୍ଟ ଦ୍ୱାରା ଦେଶ ବିଭାଗ କରିବ। ଆଉ ସେମାନେ ତୁମ୍ଭମାନଙ୍କ ପ୍ରତି ଇସ୍ରାଏଲର ସନ୍ତାନଗଣର ମଧ୍ୟରେ ଗୃହଜାତ ସନ୍ତାନଗଣର ତୁଲ୍ୟ ହେବେ। ସେମାନେ ତୁମ୍ଭମାନଙ୍କର ସହିତ ଇସ୍ରାଏଲର ଗୋଷ୍ଠୀଗଣ ମଧ୍ୟରେ ଉତ୍ତରାଧିକାର ପ୍ରାପ୍ତ ହେବେ। ଆଉ ବିଦେଶୀୟ ଲୋକ ଯେଉଁ ଗୋଷ୍ଠୀ ମଧ୍ୟରେ ପ୍ରବାସ କରେ, ସେ ସ୍ଥାନରେ ତୁମ୍ଭେମାନେ ତାହାକୁ ଅଧିକାର ଦେବ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଯେହିଜିକଲ ଅଧ୍ୟାୟ 48। ଗୋଷ୍ଠୀବର୍ଗଙ୍କର ଏହି ନାମ। ହମାତର ପ୍ରବେଶ ସ୍ଥାନକୁ ଯିବାର ହତଲୋନର ପଥ ନିକଟସ୍ଥ ଉତ୍ତର ପ୍ରାନ୍ତ ସୀମାଠାରୁ
ଦମେଶକର ସୀମା ନିକଟସ୍ଥ ହସ୍ଚର ଐନନ, ହମାତ ପାର୍ଶ୍ୱସ୍ଥ ଉତ୍ତର ଦିଗ ପର୍ଯ୍ୟନ୍ତ, ଆଉ ତହିଁର ପୂର୍ବ ଓ ପଶ୍ଚିମ ସୀମା ହେବ। ଦାନ ଏକ ଅଂଶ। ଆଉ ଦାନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଆସେର ଏକ ଅଂଶ। ପୁଣି ଆସେରର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ନପ୍ତାଲି ଏକ ଅଂଶ ଓ ନପ୍ତାଲିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ମନୋସି ଏକ ଅଂଶ। ଆଉ ମନୋସିର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଇଫ୍ରାଇମ୍ ଏକ ଅଂଶ। ଇଫ୍ରାଇମ୍ର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ରୁବେନ ଏକ ଅଂଶ। ଆଉ ରୁବେନର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଜିହୁଦା ଏକ ଅଂଶ। ପୁଣି ଜିହୁଦାର ସୀମା ନିକଟରେ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଦତ୍ତ ଉପହାର ଭୂମି ରହିବ। ତାହା ପ୍ରସ୍ଥରେ 25,000 ନଳ ଓ ପୂର୍ବଠାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଦୀର୍ଘତାରେ ଅନ୍ୟାନ୍ୟ ଅଂଶର ସମାନ ହେବ। ପୁଣି ତହିଁର ମଧ୍ୟସ୍ଥାନରେ ଧର୍ମଧାମ ହେବ। ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଭୂମି ନିବେଦନ କରିବ, ତାହା ଦୀର୍ଘରେ 25,000 ଓ ପ୍ରସ୍ଥରେ 10,000 ନଳ ହେବ। ସେହି ପବିତ୍ର ଉପହାର ଭୂମି ଏମାନଙ୍କ ପାଇଁ ଅର୍ଥାତ୍ ଯାଜକମାନଙ୍କ ପାଇଁ ହେବ। ତାହା ଉତ୍ତର ଆଡ଼େ 25,000 ନଳ ଦୀର୍ଘ ଓ ପଶ୍ଚିମ ଆଡ଼େ 10,000 ନଳ ପ୍ରସ୍ଥ, ପୂର୍ବ ଆଡ଼େ 10,000 ନଳ ପ୍ରସ୍ଥ ଓ ଦକ୍ଷିଣ ଆଡ଼େ 25,000 ନଳ ଦୀର୍ଘ ହେବ। ତହିଁର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ଧର୍ମଧାମ ହେବ। ତାହା ସାଦୋକର ସନ୍ତାନଗଣ ମଧ୍ୟରୁ ପବିତ୍ରୀକୃତ ଯାଜକମାନଙ୍କ ନିମନ୍ତେ ହେବ। ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିଅଛନ୍ତି। ଇସ୍ରାଏଲର ସନ୍ତାନଗଣ ବିପଥଗାମୀ ହେବା ସମୟରେ ଲେବୀୟମାନେ ଯେପରି ବିପଥଗାମୀ ହେଲେ, ସେମାନେ ସେପରି ବିପଥଗାମୀ ହେଲେ ନାହିଁ। ଲେବୀୟମାନଙ୍କ ସୀମା ନିକଟସ୍ଥ ଦେଶର ଉପହାର ଭୂମିରୁ ସେମାନେ ଉପହାର ଭୂମି ପାଇବେ। ତାହା ମହାପବିତ୍ର ହେବ। ଆଉ ଯାଜକମାନଙ୍କର ସୀମାନୁସାରେ ଲେବୀୟମାନେ 25,000 ନଳ ଦୀର୍ଘ ଓ 10,000 ନଳ ପ୍ରସ୍ଥ ଭୂମି ପାଇବେ। ସମୁଦାୟ ଭୂମିର ଦୀର୍ଘତା 25,000 ଓ ପ୍ରସ୍ଥ 10,000 ନଳ ହେବ। ପୁଣି ସେମାନେ ସେହି ଭୂମିରୁ କିଛି ବିକ୍ରୟ କରିବେ ନାହିଁ, କିମ୍ବା ତାହା ପରିବର୍ତ୍ତନ କରିବେ ନାହିଁ, ଅଥବା ଦେଶର ପ୍ରଥମଜାତ ଫଳ ହସ୍ତାନ୍ତରିତ ହେବ ନାହିଁ, କାରଣ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। ଆଉ 25,000 ନଳ ଭୂମିର ସମ୍ମୁଖରେ ପ୍ରସ୍ଥ ପରିମାଣରେ ଯେଉଁ 5,000 ନଳ ଅବଶିଷ୍ଟ ରହେ, ତାହା ସାଧାରଣ ବ୍ୟବହାର, ନଗର, ବସତି ସ୍ଥାନ ଓ ତଳଭୂମି ନିମନ୍ତେ ରହିବ ଓ ନଗର ତହିଁ ମଧ୍ୟସ୍ଥାନରେ ହେବ। ପୁଣି ତହିଁର ପରିମାଣ ଏହି ରୂପ ହେବ: ଉତ୍ତର ସୀମା 4,500 ନଳ, ଦକ୍ଷିଣ ସୀମା 4,500, ପୂର୍ବ ସୀମା 4,500 ଓ ପଶ୍ଚିମ ସୀମା 4,500 ନଳ ହେବ। ଆଉ ନଗରର ତଳଭୂମି ରହିବ ଉତ୍ତର ଆଡ଼େ 250 ନଳ, ଦକ୍ଷିଣ ଆଡ଼େ 250, ପୂର୍ବ ଆଡ଼େ 250 ଓ ପଶ୍ଚିମ ଆଡ଼େ 250 ନଳ ଭୂମି ରହିବ। ପୁଣି ପବିତ୍ର ଉପହାର ଭୂମି ଦୀର୍ଘତାନୁସାରେ ଯେଉଁ ଅବଶିଷ୍ଟ ଭୂମି, ତାହା ପୂର୍ବ ଆଡ଼େ 10,000 ଓ ପଶ୍ଚିମ ଆଡ଼େ
10,000 ନଳ ହେବ ଓ ତାହା ପବିତ୍ର ଉପହାର ଭୂମିର ସମ୍ମୁଖବର୍ତ୍ତୀ ହେବ ଓ ତଦୁତ୍ପନ୍ନ ଦ୍ରବ୍ୟ ନଗରର ପରିଶ୍ରମକାରୀମାନଙ୍କ ଭକ୍ଷ୍ୟ ନିମନ୍ତେ ହେବ। ଆଉ ଇସ୍ରାଏଲର ଯାବତୀୟ ଗୋଷ୍ଠୀ ମଧ୍ୟରୁ ନଗରରେ ଶ୍ରମକାରୀମାନେ ତାହା କୃଷି କରିବେ। ସମୁଦାୟ ଉପହାର ଭୂମି 25,000 ନଳ ଦୀର୍ଘ ଓ 25,000 ନଳ ପ୍ରସ୍ଥ ହେବ। ତୁମ୍ଭେମାନେ ନଗର ଅଧିକାର ସହିତ ଚତୁଷ୍କୋଣ ପବିତ୍ର ଉପହାର ଭୂମି ନିବେଦନ କରିବ। ପୁଣି ପବିତ୍ର ଉପହାର ଭୂମିର ଓ ନଗର ଅଧିକାରର ଏ ପାଖରେ ଓ ସେ ପାଖରେ ଅବଶିଷ୍ଟ ଭୂମି ଅଧିପତିଙ୍କର ହେବ। ଅର୍ଥାତ୍ ଅନ୍ୟାନ୍ୟ ଅଂଶର ଅନୁସାରେ ପୂର୍ବ ସୀମା ଆଡ଼େ 25,000 ନଳ ପରିମିତ ଉପହାର ଭୂମିର ସମ୍ମୁଖସ୍ଥ ଭୂମି ଓ ପଶ୍ଚିମ ଦିଗରେ ପଶ୍ଚିମ ଆଡ଼େ 25,000 ନଳ ପରିମିତ ଭୂମିର ସମ୍ମୁଖସ୍ଥ ଭୂମି ଅଧିପତିଙ୍କର ହେବ। ଆଉ ପବିତ୍ର ଉପହାର ଭୂମି ଓ ଗୃହର ପବିତ୍ର ସ୍ଥାନ ତହିଁର ମଧ୍ୟସ୍ଥିତ ହେବ। ଆହୁରି ଅଧିପତିଙ୍କ ଅଂଶର ମଧ୍ୟସ୍ଥିତ ଲେବୀୟମାନଙ୍କ ଅଧିକାରର ସୀମା ଓ ନଗର ଅଧିକାରର ସୀମାଠାରୁ ଯେଉଁ ଭୂମି ଜିହୁଦା ଓ ବିନ୍ୟାମିନ୍‌ର ସୀମାର ମଧ୍ୟବର୍ତ୍ତୀ ଅଛି, ତାହା ଅଧିପତିଙ୍କ ପାଇଁ ହେବ। ଅବଶିଷ୍ଟ ଗୋଷ୍ଠୀମାନଙ୍କ ବିଷୟ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ବିନ୍ୟାମିନ୍‌ର ଏକ ଅଂଶ, ବିନ୍ୟାମିନ୍‌ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ସିମିଓନ୍‌ର ଏକ ଅଂଶ, ପୁଣି ସିମିଓନ୍‌ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଇସାଖରର ଏକ ଅଂଶ, ଆଉ ଇସାଖରର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ସବୁଲୁନ୍‌ର ଏକ ଅଂଶ, ସବୁଲୁନ୍‌ର ସୀମା ନିକଟସ୍ଥ ପୂର୍ବ ସୀମାରୁ ପଶ୍ଚିମ ସୀମା ପର୍ଯ୍ୟନ୍ତ ଗାଦ୍‌ର ଏକ ଅଂଶ, ପୁଣି ଗାଦ୍‌ର ସୀମା ନିକଟସ୍ଥ ଦକ୍ଷିଣ ଆଡ଼େ ଦକ୍ଷିଣ ସୀମା ନିକଟରେ ତାମରଠାରୁ ମରିବତ୍ କାଦେଶସ୍ଥ ଜଳ ପର୍ଯ୍ୟନ୍ତ, ଅର୍ଥାତ୍ ମିଶରର ନଦୀ ଓ ମହାସମୁଦ୍ର ପର୍ଯ୍ୟନ୍ତ ଦେଶର ସୀମା ହେବ। ତୁମ୍ଭେମାନେ ଇସ୍ରାଏଲ ଗୋଷ୍ଠୀଗଣର ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ଗୁଳିବାଣ୍ଟ ଦ୍ୱାରା ବିଭାଗ କରିବ, ତାହା ଏହି ଓ ଏହିସବୁ ସେମାନଙ୍କର ଭିନ୍ନ ଭିନ୍ନ ଅଂଶ ହେବ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆଉ ଏହିସବୁ ନଗରର ନିର୍ଗମନ ସ୍ଥାନ ହେବ। ଉତ୍ତର ଆଡ଼େ 4,500 ନଳ ପରିମିତ ଭୂମି ଓ ନଗରର ଦ୍ୱାର ସକଳ ଇସ୍ରାଏଲ ଗୋଷ୍ଠୀଗଣର ନାମାନୁସାରେ ହେବ। ଉତ୍ତର ଆଡ଼େ 3 ଦ୍ୱାର ହେବ, ଅର୍ଥାତ୍ ରୁବେନ୍‌ର ଏକ ଦ୍ୱାର, ଜିହୁଦାର ଏକ ଦ୍ୱାର, ଲେବୀର ଏକ ଦ୍ୱାର। ପୁଣି ପୂର୍ବ ଆଡ଼େ 4,500 ନଳଭୂମି ଓ 3 ଦ୍ୱାର ହେବ, ଅର୍ଥାତ୍ ଯୋସେଫର ଏକ ଦ୍ୱାର, ବିନ୍ୟାମିନ୍‌ର ଏକ ଦ୍ୱାର, ଦାନ୍‌ର ଏକ ଦ୍ୱାର। ଆଉ ଦକ୍ଷିଣ ଆଡ଼େ 4,500 ନଳ ପରିମିତ ଭୂମି ଓ 3 ଦ୍ୱାର ହେବ, ସିମିଓନ୍‌ର ଏକ ଦ୍ୱାର, ଇସାଖରର ଏକ ଦ୍ୱାର, ସବୁଲୁନ୍‌ର ଏକ ଦ୍ୱାର। ପଶ୍ଚିମ ଆଡ଼େ 4,500 ନଳ ଭୂମି ଓ 3 ଦ୍ୱାର ହେବ, ଗାଦ୍‌ର ଏକ ଦ୍ୱାର, ଆଶେର୍‌ର ଏକ ଦ୍ୱାର, ନପ୍ତାଲିର ଏକ ଦ୍ୱାର ହେବ। ଚତୁର୍ଦ୍ଦିଗ 18,000 ନଳ ପରିମିତ ହେବ। ଆଉ ସଦାପ୍ରଭୁ ତହିଁ ବିଦ୍ୟମାନ ସେହି ଦିନଠାରୁ ନଗରର ଏହି ନାମ ହେବ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 143, ଶୁକ୍ରବାର। ଆଜି ଆମ୍ଭେମାନେ ଜେହେଜିକଲ ଭାବବାଦୀଙ୍କ ପୁସ୍ତକ 45 ପର୍ବଠାରୁ 48 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ସେହି ପଠିତ ଶାସ୍ତ୍ରାଂଶର ସାରାଂଶକୁ ବୁଝିବା ପାଇଁ ଚେଷ୍ଟା କରିବା। ନୂତନ ମନ୍ଦିରର ନକ୍ସା ଦେଖାଇ ଯାଜକମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱକୁ ବ୍ୟାଖ୍ୟା କଲା ଉତ୍ତାରେ
ମନ୍ଦିର ନିର୍ମିତ ହେବାକୁ ଥିବା ସ୍ଥାନକୁ ପୃଥକ ଓ ପବିତ୍ର କରିବା ପାଇଁ ସେ ଆଜ୍ଞା ଦେଲେ। ଆହୁରି ବିଶ୍ରାମ ବାର, ନୂତନ ବର୍ଷର ଦିନ ଓ ବିଭିନ୍ନ ପ୍ରକାରର ବଳିଦାନ ଗୁଡ଼ିକ ସମ୍ବନ୍ଧୀୟ ବିଧି ଗୁଡ଼ିକ ବିଷୟରେ ମଧ୍ୟ ଏଠାରେ କୁହାଯାଇଛି। ପୂର୍ବରୁ ବିଚାରିତ ଇସ୍ରାଏଲର ପରିତ୍ରାଣର ଯୋଜନା, ଈଶ୍ୱରଙ୍କ ସହିତ ସେମାନଙ୍କ ସମ୍ପର୍କ ପୁନଃସ୍ଥାପନ ଓ ଈଶ୍ୱରଙ୍କ ଆଡ଼କୁ ସେମାନଙ୍କ ଫେରିବା ମଧ୍ୟ ଏଠାରେ ସୂଚିତ କରାଯାଇଛି। ଯାଜକମାନେ ସେମାନଙ୍କ କାର୍ଯ୍ୟ କଲେ, ଦେଶ ବଣ୍ଟନ ହେଲା ଓ ଲୋକମାନେ ତହିଁରେ ବସବାସ କଲେ। ଏହା ଈଶ୍ୱରଙ୍କ ରାଜ୍ୟର ନୂତନ ଆରମ୍ଭ ଅଟେ। ମନ୍ଦିର ମଧ୍ୟରୁ ଜଳ ପ୍ରବାହିତ ହୋଇ ବୃହତ୍ତରୁ ବୃହତ୍ତର ଗୋଟିଏ ନଦୀ ହେବାର ଦର୍ଶନ ଜିହିଜିକଲ ଦେଖିଲେ। ଯଦିଓ ସେ ବର୍ତ୍ତମାନ ବନ୍ଦିତ୍ୱରେ ଅଛନ୍ତି, ତଥାପି ସଦାପ୍ରଭୁ ସେମାନଙ୍କୁ ଦେଇଥିବା ଦେଶରେ ଯେ ସେମାନେ ପୁନର୍ବାର ବାସ କରିବେ, ଏତଦ୍ୱାରା ତାହାର ଏକ ଆଶ୍ୱାସନା ତଥା ନିଶ୍ଚିତତା ସେମାନଙ୍କୁ ପ୍ରଦାନ କରାଗଲା। ବନ୍ଦିତ୍ୱାବସ୍ଥା ପରିବର୍ତ୍ତନ ହେବ ଓ ସେମାନଙ୍କ ଦେଶ ସେମାନଙ୍କୁ ପୁନର୍ବାର ଫେରାଇ ଦିଆଯିବ, ଏହି ଦୃଢ଼ ଭରସା ଲୋକମାନଙ୍କର ଅଛି। ଆଉ ସଦାପ୍ରଭୁ ତହିଁରେ ବିଦ୍ୟମାନ। ସେହି ଦିନଠାରୁ ନଗରର ଏହି ନାମ ହେବ ଜିହିଜିକଲ 48 ପର୍ବ ତାର 35 ପଦ। ପ୍ରକୃତରେ କହିବାକୁ ଗଲେ ପରବର୍ତ୍ତୀ କାହାଣୀ ନିଶ୍ଚିତ ରୂପେ ମନ୍ଦିର ନିର୍ମାଣ କାର୍ଯ୍ୟ ବିଷୟରେ ହେବା ଆବଶ୍ୟକ। ଭାବବାଦୀ ଦୃଢ଼ତାର ସହିତ ଏହାକୁ ଘୋଷଣା କରିଛନ୍ତି, କିନ୍ତୁ ଯଦି ମନ୍ଦିର ପୁନର୍ନିର୍ମିତ ନ ହୁଏ, ତେବେ ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ଭାବବାଣୀ ତ ଭୁଲ ହେବ। ପରବର୍ତ୍ତୀ କାହାଣୀ ଜେରୁବାବେଲ ଓ ଯୋଶୁଆ 70 ବର୍ଷ ଉତ୍ତାରେ ବାସ୍ତବରେ ଫେରି ମନ୍ଦିର ପୁନର୍ନିର୍ମାଣ କରିବା ଓ ଦେଶରେ ବସବାସ କରିବା ବିଷୟରେ ହେବା ଉଚିତ ନୁହେଁ କି? ଏହି ପ୍ରସଙ୍ଗକୁ ଧ୍ୟାନରେ ରଖି ଆମେ ପ୍ରଥମ ଓ ଦ୍ୱିତୀୟ ବଂଶାବଳୀ ପୁସ୍ତକକୁ ପାଠ କରିବାକୁ ଯାଉଅଛୁ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କଠାରେ ଏକତ୍ର, ଏହା କି ଆଶୀର୍ବାଦର ବିଷୟ ଅଟେ। ଆଜିର ପଠନରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।